ଯେତେବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର କିଛି ଅଞ୍ଚଳ ବର୍ତ୍ତମାନ 12ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଛି, ବିଭିନ୍ନ ଜାଗାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସେତିକି ବେଳେ ଯାହା ଟାଟା ପାୱାର ରହିଛି ତାର ଜୁଲମ ଆରମ୍ଭ ହୋଇଛି। କାହିଁକି ଆମେ ଜୁଲମ କହୁଛୁ? ଯାହା ଆପଣ ଦେଖିବେ କିଛି ଲୋକ ଅଭିଯୋଗ କରୁଛନ୍ତି ଆସି ସାରା ଓଡ଼ିଶାରେ ଏଇଭଳି ସମସ୍ୟା ହୋଇଛି ଯେ ଅଚାନକ କିଛି ଲୋକଙ୍କ ଘରୁ କଟି ଯାଇଛି କରେଣ୍ଟ, ମିଟର ଜଳୁଛି କିନ୍ତୁ ଯାହା ମିଟରରେ ଯେଉଁ ଲାଇଟ୍ ରହିଛି ସେ ଜଳୁଛି କିନ୍ତୁ ପହଞ୍ଚି ଯେଉଁ ଘରେ କନେକ୍ସନ୍ କଟିଯାଇଛି। ଏବେ ପର୍ଯ୍ୟନ୍ତ ଲୋକ ଜାଣିନାହାନ୍ତି ଯେଉଁ ସ୍ମାର୍ଟ ମିଟର ଲଗେଇଛନ୍ତି 3 ମାସରୁ ଉର୍ଦ୍ଧ୍ୱ ହେଲେ ସେଇ କଟିଯାଏ କରେଣ୍ଟ, କିନ୍ତୁ କୌଣସି ଯେଉଁ ଲୋକ ଯେଉଁମାନେ ଏବେ ଆସି ଅଭିଯୋଗ କରୁଛନ୍ତି ସେମାନଙ୍କୁ କୌଣସି ନୋଟିସ୍ ହିଁ ନାହିଁ, ଲାଇଟ୍ କଟିଯାଇଛି। ଯେଉଁମାନେ 3 ମାସରୁ ଉର୍ଦ୍ଧ୍ୱ କଥା କମ୍ପ୍ଲେନ୍ ଆସୁଛି ଯାହା ଟାଟା ପାୱାର କହୁଛି, କିନ୍ତୁ ସେମାନଙ୍କର ବହୁତ ଦିନ ଧରି ଏଭଳି ଟଙ୍କା ପଡ଼ି ରହିଥିଲା। ସେମାନେ ଅଭିଯୋଗ କଲା ପରେ ମଧ୍ୟ ଟାଟା ପାୱାର ସେମାନଙ୍କୁ ହିସାବ ଦେଉନାହିଁ। ଜଣ ଜଣଙ୍କ ନାଁରେ 2-2ଟି କନେକ୍ସନ୍ ଆସୁଛି। ଯେଉଁମାନେ ସେ ଅଭିଯୋଗ କରୁଛନ୍ତି ତାଙ୍କର ମାତ୍ର 2000-3000 ବିଲ୍ ରହିଥିବା ସମୟରେ ସାଧାରଣତଃ ତାଙ୍କ ପାଖରେ 25,000, 30,000, 50,000 ପର୍ଯ୍ୟନ୍ତ ଯେଉଁ ବିଲ୍ ଆସୁଛି। ଏଠି ଯେଉଁ ଯେତେବେଳେ ବନ୍ୟା ସମୟରେ ସରକାର ଲୋକମାନଙ୍କୁ ଯେଉଁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି, ଉଦ୍ଧାର କାର୍ଯ୍ୟରେ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି, ରିଲିଫ୍ ପହଞ୍ଚିବା ବେଳେ ସରକାର ଯେତେବେଳେ ଲୋକଙ୍କ ପାଖରେ ଯାଇ ପହଞ୍ଚୁଛନ୍ତି, କିନ୍ତୁ ଟାଟା ପାୱାର କିଭଳି ଲୋକମାନଙ୍କୁ ହଇରାଣ କରୁଛି। ଅଚାନକ ଲାଇଟ୍ କାଟି ଦେଉଛି। ଯେତେବେଳେ ଘରେ ଚାରିପଟରେ ଆପଣ ଦେଖିବେ ଯେତେବେଳେ ପାଣି ରହିଛି ଚାରିପଟରେ କୁମ୍ଭୀରର ଭୟ, ସାପର ଭୟ, ଯେତେବେଳେ ବାରହାର ଆତଙ୍କ, ଯେଉଁ ଶିଆଳ ରହିଛନ୍ତି ସେମାନେ ମଧ୍ୟ ଆତଙ୍କ କରୁଛନ୍ତି। ଘରେ ଛୋଟ ଛୋଟ ଛୁଆମାନେ ମଧ୍ୟ ରହିଛନ୍ତି ଯେଉଁମାନେ ରାତିରେ ଯେତେବେଳେ ଲାଇଟ୍ କଟିଯାଉଛି କେଉଁଭଳି ବିପଦ ରହିଛି ସେମାନଙ୍କ ପାଇଁ। କିନ୍ତୁ ତାପରେ ବି ମଧ୍ୟ ସେମାନେ ଯେଉଁ ଟାଟା ପାୱାର ରହିଛି ତାର ଏଭଳି ହରକତ ଦେଖିବାକୁ ମିଳିଛି। ଆମେ କେଉଁଠି ନା କେଉଁଠି ଦେଖିବାକୁ ପାଉଛୁ ଟାଟା ପାୱାର ଲୋକମାନଙ୍କୁ ଲୁଟିବାର ଗୋଟେ ବଡ଼ ପ୍ଲାନିଂ ମଧ୍ୟ କରିଛି। ଏବେ ପର୍ଯ୍ୟନ୍ତ କୌଣସି ନୋଟିସ୍ ନ ଦେଇ ଇଲେକ୍ଟ୍ରିକ୍ ସଂଯୋଗ କାଟି ଦିଆଯାଉଛି। ତେବେ ଆସନ୍ତୁ ପଚାରି ବୁଝିବା କିଛି ବୁଦ୍ଧିଜୀବୀ ଅଛନ୍ତି, ତା ସହିତ ଯେଉଁମାନେ ଅଭିଯୋଗ କରୁଛନ୍ତି। ଅନେକ ଲୋକ ଏବେ ଅଭିଯୋଗ କରିବାକୁ ଆସିଛନ୍ତି ପଟ୍ଟାମୁଣ୍ଡାଇ ଯେଉଁ ଅଫିସ୍ ରହିଛି। କିଛି ଲୋକ ବର୍ତ୍ତମାନ ରାତି 9ଟାର ସମୟ କିଛି ଲୋକଙ୍କର ଅଭିଯୋଗ ଶୁଣିବା କ'ଣ ପାଇଁ ତାଙ୍କ ଯେଉଁ କରେଣ୍ଟ କଟିଯାଇଛି। ଆଗେ ପରିଚୟ। ମୋ ନାଁ ଅଭୟ କୁମାର ପଣ୍ଡା, ଗ୍ରାମ ଶାସନ, ବ୍ଲକ ପଟ୍ଟାମୁଣ୍ଡାଇ। ଆଜି କ'ଣ ପାଇଁ ଆସିଛନ୍ତି ଇଲେକ୍ଟ୍ରିକ୍ ଅଫିସ୍? ଏତେ ରାତି 9ଟା ସମୟରେ ଇଲେକ୍ଟ୍ରିକ୍ ଅଫିସ୍? ମୋ ନାଁରେ ଇଲେକ୍ଟ୍ରିକ୍ ବିଲ୍ ଅଛି, କିନ୍ତୁ ମୋ ନାଁରେ 2ଟା ନମ୍ବର ଆସୁଛି କଞ୍ଜୁମର ନମ୍ବର। ଫାଷ୍ଟ ହେଉଛି ଯେତେବେଳେ ମୁଁ ଇଲେକ୍ଟ୍ରିକ୍ ନେଲି ସୌଭାଗ୍ୟ, ସେତେବେଳେ ମୋର ବିଲ୍ ଆସୁନଥିଲା। କେଉଁଠି ରାଜନ ସାଇଡ଼୍ ରାଜନର ଗୋଟା ଜଗନ୍ନାଥପୁର ଯାଉଥିଲା। ବାରମ୍ବାର ଦୌଡ଼ିକି ମାନସ ସାର୍ ଜଣେ ଅଛନ୍ତି ତାଙ୍କୁ ବହୁତ ଦେଇଛି, ଯେଉଁ ଆଧାର କାର୍ଡ଼ ଦେଇଛି, ବାରମ୍ବାର ଆଧାର କାର୍ଡ଼ ଦେଲା ପରେ ନା ଆସିଲାନି। କମ୍ପ୍ଲେନ୍ କଲା ପରେ ଯାଇକି ଆସିଲା ପରେ ବିଲ୍ ଏକାଥରେ ମୋର ଆସିଲା 48,000 ଟଙ୍କା। 77 ଆସିଥିଲା, ତାକୁ କାଟି କୁଟି 48 କରିଥିଲେ। 48ରୁ ମୁଁ ଗୋଟେ ବର୍ଷ ଭିତରେ ତାଙ୍କୁ ଟୋଟାଲ୍ 41+ ଦେଇଦେଇଛି। ଆଉ 7,500 କେତେ ଟଙ୍କା ଏମିତି ଥିଲା। ସିଏ ଆଜି କ'ଣ କରିଛନ୍ତି, କିଛି ନୋଟିସ୍ ମୋ ପାଖରେ ନାହିଁ, କିଛି ମେସେଜ୍ ନାହିଁ, କିଛି ଫୋନ୍ ନାହିଁ। ଆଜି ଲାଇନ୍ କାଟି ଦେଇଛନ୍ତି। ସହଜରେ ବନ୍ୟାରେ ଏପଟରେ ସାପ। ମୋର ଗୋଟେ ସାଙ୍ଗ ବର୍ତ୍ତମାନ ରିସେଣ୍ଟଲି ମରିଯାଇଛି 9 ଦିନିଆ ତା'ର ସାପ କାମୁଡ଼ାରେ। ବର୍ତ୍ତମାନ ସେ ବନ୍ୟା ସମୟରେ ଲାଇନ୍ କାଟି ଦେଇଛନ୍ତି। ଅନ୍ଧାର, ଘର ଅନ୍ଧାର, ଚାରିପଟରେ ପାଣି। ଆସିଲା ବେଳକୁ ଅଫିସରେ କେହି ନାହାନ୍ତି, ସବୁ ପଳେଇଯାଇଛନ୍ତି ଛୁଟିରେ କି କୁଆଡ଼େ ଯାଇଛନ୍ତି ସେ ଜାଣିଥିବେ। ତେଣୁ ମୁଁ କ'ଣ କଲି, ମୋତେ ଯେତେବେଳେ ତାଙ୍କୁ କମ୍ପ୍ଲେନ୍ କରିବାକୁ ଆସିଲି କେହି ନାହାନ୍ତି, ତେଣୁ ମୁଁ କ'ଣ କରିବି, ମୁଁ ସବୁ ତାଙ୍କୁ ସେଠି ପଚାରିଲି। ବାକି ମୋର ଯେଉଁ ନାଁରେ ଗୋଟେ କଞ୍ଜୁମର ନମ୍ବର ଅଲଗା ଆସିଛି ସେଟା କେମିତି ଆସିଲା, କ'ଣ ପାଇଁ ଆସିଲା, ମୁଁ କାଲି ଆସିକି ସେ କହିଛନ୍ତି କାଲି ସେଟା ସର୍ଟ ଆଉଟ୍ କରିବି। ସମସ୍ୟାର ସମାଧାନ ନହେଲେ ସେଥିପାଇଁ ଏମାନେ ଦାୟୀ ହେବେ। ଏଇ ଯେଉଁ କର୍ତ୍ତୃପକ୍ଷ ସବୁ ରହିଛନ୍ତି, ଏଠି ଅଧିକାର ରହିଛନ୍ତି, ଏମାନେ ସମ୍ପୂର୍ଣ୍ଣ ଦାୟୀ। ଏମାନେ ସମ୍ପୂର୍ଣ୍ଣ ଦାୟୀ। ଯଦି ସମାଧାନ ନ କଲେ ମୁଁ କଞ୍ଜୁମର ଯେଉଁ କୋର୍ଟ କରିବି, କେସ୍ କରିବି। ଆଜ୍ଞା ପରିଚୟ କହିବେ। ମୋ ନାଁ ମିନତି ପଣ୍ଡା, ସ୍ୱାମୀ ଅଭୟ କୁମାର ପଣ୍ଡା। କ'ଣ ହେଇଛି ଆଜି ଇଲେକ୍ଟ୍ରିକ୍ ଅଫିସ୍ରେ ଆପଣ ଆସି ପହଞ୍ଚିଛନ୍ତି ଏତେ ରାତିରେ, କ'ଣ କହିବେ? କହିବି ଯେ ବନ୍ୟା ଘେରରେ ଆମେ ରହୁଛୁ। ସଡ଼ନ୍ ଯେତେବେଳେ ବିନା ନୋଟିସ୍ରେ ଆମକୁ ଲାଇନ୍ କଟାଗଲା ତ ଆମେ ମାର୍କେଟରେ ଆସିଥିଲୁ। ମାର୍କେଟ ଆସିଲା ପରେ ପରିବାର ଲୋକ ଅନ୍ଧାରରେ ଥିଲେ। ଆମକୁ ଖବର ପାଇଲା ମାତ୍ରେ ଆମେ ଘରକୁ ନ ଯାଇ ଆମେ ଇଲେକ୍ଟ୍ରିକ୍ ଅଫିସ୍ ପାଖକୁ ଆପ୍ଲିକେସନ୍ ନେଇକି ଆସିଥିଲୁ, କିନ୍ତୁ ଏଠାରେ କୌଣସି ଅଫିସର ଷ୍ଟାଫ୍ ନାହାନ୍ତି।
कि माने कौन समाधान करा जियो बोले आम क्या पचारे गला आसिक ऑफिस रे केही भी नहांती। अच्छा कौन बर्तमान आपनकर समस्या कौन रही? मुख्यतः समस्या रही जे आमर इलेक्ट्रिक बिलटा मो स्वामी ना अच्छी किंतु अभय कुमार पंडा ना दुईटा कंज्यूमर नंबर आसूची। दुईटा कंज्यूमर नंबर जो कंज्यूमर नंबर रे मो स्वामी नार इलेक्ट्रिक बिल अच्छी से कंज्यूमर नंबर रे मोर 5 वर्ष दीर्घ 5 वर्ष धरिक कौन बिल आसू नाला। मत 5 वर्ष पर आम बारंबार ऑफिस दौड़ीलु दरखास्त देइलु जे आमर बिल कहीं आसुनी कहवा सत्ते से ताको बिल आमको देइथिले 77,000 करके आमको बिल देइथिले एककालीन। आम एककालीन सुझिबू केमी बोले आम पचारूँ आमर कहीं एत बिल आसला आपण पाख आम बारंबार रिपोर्ट करूँ दरखास्त देइलु किंतु आमको से बिल काटिकी आमको 47,000 केते टंका करके आमको बिल पैठ करने कही आम 47,000 पैठ करूँ किंतु बाकी थिला आमर 7,000 केते बाकी थिला किंतु आमको 7,000 बाकी थिला आमर मंथली जी इलेक्ट्रिक बिल आसूँ आम दौलु। आज 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 है आज लाइन काटुले पैसा आने जावा कथा 20 तारीख सब मसरे जाती कि आज से जाई नथिले आमर माने बिना नोटिस रे बिना मेसेज रे आमको लाइन कटा जाए आम घर किंतु सेपट से कहले आम फोन करूँ ऑफिस को 19/12 को फोन करूँ इलेक्ट्रिक ऑफिस को फोन करूँ से कही जे आप बिल दे नथिबारु आम काटिचु किंतु मुझे कही जे कि आम कंज्यूमर नंबर आम पाख नोटिस आसनी किंतु नोटिस न आसिक आम बिल कटा जाए कहीं आज्ञा एवं से बिल काटिदे आम जो बारंबार फोन करूँ किंतु आम जो बन्या चारिपटे भीषण भीषण बन्या चारिपटे जलबंदी हिंस्र जंतु सर्पर भय ये सब भय घेर आम मैंने आकुल हो घरे जो अवस्था आम रहीचु से विद्युत काट करा जायछि। कहतु तो सारे आम एटी मैंने केमी आम चलू छोट छोट छुआ परिवार स्त्री लोक माने दिव्यांग समस्ते आम से अच्छु से परिवार रे। आगे परिचय नमस्कार मो नलिनीकांत स्वाई सभापति ध्रुव अन्नपूर्णा कला परिषद तथा सेंट्रल जोन आंतर्जातिक मानवाधिकार परिषदर कार्यकारी सभापति। कौन कहे आप जड़े समाजसेवी हिसाब से वर्तमान जो टीपीसीएल जो रही सी अचानक लाइन काटि दूसरी आम बर्तमान प्रतिक्रिया नौलु जनकर लाइन अचानक काटी दि जाए पाखे कौन मेसेज ना एभली बन्या समय जो चारिपटे पानी रही सापर भय बारहा भी आतंक करुच्ची किंभीर रही लाइन काटी दि जाए कौन कहे विषय एक दुखदायक घटना जे कि समग्र ओडिशा रे लगाण वर्षा एवं परे परे लगातार बन्या साधारण जनजीवन को अस्तव्यस्त करथिला बेले पट्टामुंडई इलेक्ट्रिक विभाग एभली एक चरम निष्पत्ति नहीं डिपार्टमेंट एभली चरम निष्पत्ति नहीं 5-7 हजार जार भी बिल अच्छी ताकू काटी दौरान लाइन अचानक कटाई आज मु 8-10 जन को कथा शुणी सारे एसडीओ सहित कथा होती से काली टाइम नहीं कि आशा करी जे कि जेहेतु बन्यारे लोक आतंकित अच्छा खाद्यपाई प्रशासन बहु उद्यम करी खाद्य पहुँचापी व्यवस्था कर प्रशासन और राजनीतिक नेतृत्व माने लगी पड़ा बेले विद्युत विभाग एभली चक्रांत करी लोक मान हैरान कर आशा करी एभली कार्य से निवृत्त रुहतु जदि किसी कार्यक्रम अच्छी बिल पैठ कर कौन कैलकुला माने असुविधा कार थी नोटिस दि जाऊ एवं ताहा मिनिमम गोटे मास पर एभली कार्य से करूँ कार काटा कार जोड़ा से कथा करूँ आउ ये शासन ग्राम पंचायतर शासन गाँव में अभय पंडा एभली घटना घटी जहाँकि से गाँव में जंतु साप कामुड़े जड़े देहांत होती अनेक उदाहरण अच्छी विशेषकर कुंभीर आसी बाड़ी में शोले एभली घटना बेले जब अंधकार भितर लोक रे ता निश्चिंत विपद को द्विगुणित कर आशा करी एभली कार्य करथिबा अधिकारी विरुद्ध में दृष्टांतमूलक कार्यानुष्ठान नवा सहित एवं जो माने लाइन रे वंचित अच्छा से लाइन जोगाई दि जाऊ यथाशीघ्र। आप जो साधारणतः इलेक्ट्रिक डिपार्टमेंट कहूँ जे आम मेसेज करूँ साधारण लोक जो गाँव में रही से मेसेज पढ़ा कष्टदायक आप जानते विभिन्न जगह किंतु जो खाली गोटे मेसेज करदे जनकर लाइन काटिदेवा कौन ठीक है ना मेसेज करवा तो हूँ गोटे मेसेज रे जाए किसी तथ्य जाए जानापी
ବିଦ୍ୟୁତ ସଂଯୋଗ ଠିକ୍ ଭାବେ ନଥିବାରୁ ବନ୍ୟା ସମୟରେ ଅନେକ ଲୋକଙ୍କର ମୋବାଇଲ ମଧ୍ୟ ବନ୍ଦ ଅଛି। ଇଲେକ୍ଟ୍ରି ଠିକ୍ ଭାବେ ନ ଯିବାରୁ ଲୋକ ମୋବାଇଲ ଲୋକଙ୍କର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଏ କ୍ଷେତ୍ରରେ ମେସେଜରେ ଲାଇନ୍ କାଟିବା ଏକ ଦୁଃଖଦାୟକ ଘଟଣା। ମୁଁ ଆଶା କରିବି ବିଭାଗୀୟ ଅଧିକାରୀଙ୍କ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ